वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। हेलो एवरीवन, वेलकम यू टू ए2एम क्लासेस। तो टार्गेट ओएसटीटी ପାଇଁ କ୍ଲାସ୍ ଚାଲୁଅଛି। ଆଜି ହେଉଛି କ୍ଲାସ୍ 42। ଫୁଲ୍ କନସେପ୍ଟ କଭର କରାହେଉଛି। ଆପଣଙ୍କର ଆଜିକାର ଯେଉଁ କଣ୍ଟେଣ୍ଟ ହେଉଛି ଆବ୍ରିଭିଏସନ୍ ଅଫ୍ ପେଡାଗୋଜି ବା ଡିଫରେଣ୍ଟ ସାଇକୋଲୋଜିଷ୍ଟ ନେମ୍ ଆଣ୍ଡ ଦେୟାର ଥିଓରିଜ୍। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଥିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଆଉ ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ଼ ହେଉଛି ଆପଣ ସର୍ବପ୍ରଥମେ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ଆଜିକାର ଯେଉଁ କ୍ଲାସଟି ରହିଛି ଏଭ୍ରିଭିଏସନ୍ ଅଫ୍ ପେଡାଗୋଜି, ପେଡାଗୋଜିରେ କିଛି ଆପଣଙ୍କ ଏଭ୍ରିଭିଏସନ୍ କ୍ୱେଶ୍ଚନ୍ ଆସିଥାଏ, ଯେମିତିକି କିଏ କୋଉ ଥିଓରି ଦେଇଥିଲେ, କ'ଣ ଦେଇଥିଲେ, ତ ଏଇ ସାଇକୋଲୋଜିଷ୍ଟ ନେମ୍, ତାଙ୍କର କଣ୍ଟ୍ରି ନେମ୍, ଏଗୁଡ଼ା ସବୁ ଆସିଥାଏ। ତ ପେଡାଗୋଜି ଆମେ କାହାକୁ କହୁଛନ୍ତି ନା, ପେଡାଗୋଜି ଡେସ୍କ୍ରାଇବ୍ ଦ ଆର୍ଟ ଆଣ୍ଡ ସାଇନ୍ସ ଅଫ୍ ଟିଚିଂ ଷ୍ଟୁଡେଣ୍ଟ। ତାମାନେ ଆପଣଙ୍କୁ ଗୋଟେ କ୍ୱେଶ୍ଚନ୍ ଆସିଥାଏ ଓଏସଟି ଦେଖିବେ, ପେଡାଗୋଜି କାହାକୁ କୁହାଯାଏ ନା, ଏଇଟା ସାଇନ୍ସ ଅଫ୍ ଟିଚିଂ ବା ଆର୍ଟ ଅଫ୍ ଟିଚିଂ ଯାହାକୁ ଆମେ ବୁଝଉଛି। ତ ଆପଣ ଅପସନରେ ଥିବ ଦେଖିବେ, ଏଇଟାକୁ ହିଁ ପେଡାଗୋଜି କୁହାଯାଇଥାଏ। ନା ପେଡାଗୋଜି ହେଉଛି ଆର୍ଟ ଆଣ୍ଡ ସାଇନ୍ସ ଅଫ୍ ଟିଚିଂ ଷ୍ଟୁଡେଣ୍ଟ। ତାମାନେ ଗୋଟେ ବିଜ୍ଞାନ ବା କଳାକୁ ବୁଝଉଛି, ଯୋଉ ମାଧ୍ୟମରେ ଆମେ ପିଲାମାନଙ୍କୁ ପାଠ ପଢାନ୍ତି। ଦିସ୍ ଟର୍ମ କମ୍ସ ଫ୍ରମ୍ ଦ ଗ୍ରୀକ୍ ୱାର୍ଡ। ଏଇ ଯୋଉ ଟର୍ମଟା, ପେଡାଗୋଜି ଟର୍ମଟା ଗ୍ରୀକ୍ ୱାର୍ଡ ପେଡାଗୋଗୋସ ରୁ ଆସିଛି, ଯୋଉଟା ପେଇଦାଗୋଗୋସ ଯୋଉଟା ଆମେ କହୁଛନ୍ତି ଚାଇଲ୍ଡ, ଆଉ ଆଗୋସ୍ ମାନେ ହଉଛି ଲିଡର। ତ ମନେ ରଖନ୍ତୁ। ତ ଜନ୍ ଫ୍ରେଡରିଚ୍ ହର୍ବାର୍ଟ ୱାଜ ଦ ଜର୍ମାନ ଫିଲୋସୋଫର ଆଣ୍ଡ ଫାଉଣ୍ଡର ଅଫ ପେଡାଗୋଜି ଆଜ ଏ ଏକାଡେମିକ ଡିସିପ୍ଲିନ ହିସାବରେ ଫାଉଣ୍ଡର ଯିଏକି ହଉଛନ୍ତି ଫ୍ରେଡରିଚ୍ ହର୍ବାର୍ଟ, ଯିଏ ହଉଛନ୍ତି ଜର୍ମାନ ଫିଲୋସୋଫର, ସେ ହଉଛନ୍ତି ଫାଉଣ୍ଡର ଅଫ ପେଡାଗୋଜି। ନା ମନେ ରଖିଥାନ୍ତୁ, ଏଥିରୁ ବି କ୍ୱେଶ୍ଚନ ଆସିପାରେ। ତାପରେ ଆମେ ଜାଣିବା କ'ଣ, ଡିଫରେଣ୍ଟ ସାଇକୋଲୋଜିଷ୍ଟ ନେମ୍ ଆଣ୍ଡ ଦେୟାର ଥିଓରିଜ୍। ତାମାନେ ଆପଣ ମନେ ରଖିବେ, ଡିଫରେଣ୍ଟ ସାଇକୋଲୋଜିଷ୍ଟ ତାଙ୍କର ଥିଓରି ବିଷୟରେ ଆମେ ଜାଣିବା, ତାଙ୍କ ନେମ୍। ତ ପ୍ରଥମେ ଆମେ ଜାଣିବା ଫାଦର ଅଫ ମଡର୍ନ ପେଡାଗୋଜି। ଏଟା ମନେ ରଖିଥାନ୍ତୁ, ଫାଦର ଅଫ ମଡର୍ନ ପେଡାଗୋଜି, ଏଟା କ୍ୱେଶ୍ଚନ ବି ଆସିଛି। ହ୍ୟାଣ୍ଡରିଚ୍, ମନେ ରଖିଥିବେ ଏଟାକୁ, ହ୍ୟାଣ୍ଡରିଚ୍ ବୋଲି ତାଙ୍କୁ କୁହାଯାଏ। ସେ ହଉଛି ଫାଦର ଅଫ ମଡର୍ନ ପେଡାଗୋଜି। ଫାଦର ଅଫ କ୍ରିଟିକାଲ ପେଡାଗୋଜି ପଲ୍ ଫେରିୟର, ଏଟା ମନେ ରଖନ୍ତୁ। ଏ ବାବଦରେ ମୁଁ ଅଲରେଡି କ୍ଲାସ୍ ଦେଇଛି, ପ୍ଲେ ଲିଷ୍ଟରେ ଆପଣ ପାଇଯିବେ, ଯେ କ୍ରିଟିକାଲ ପେଡାଗୋଜି। ତାପରେ ହଉଛି ଫାଦର ଅଫ ସାଇକୋଲୋଜି ୱିଲହେମ୍ ମ୍ୟାକ୍ସିମିଲିଆନ ଓଣ୍ଟ, ଏଟା ମନେ ରଖିଥିବେ। ଇଏ ହଉଛି ଆପଣଙ୍କର କିଏ ନା, ଫାଦର ଅଫ ସାଇକୋଲୋଜି। ଫାଦର ଅଫ ଏଜୁକେଶନାଲ ସାଇକୋଲୋଜି କିଏ ନା, ଏଡୱାର୍ଡ ଲି ଥଣ୍ଡାଇକ। ଏଟା ମନେ ରଖିଥିବେ, ଏଡୱାର୍ଡ ଲି ଥଣ୍ଡାଇକ ଯିଏ ଅଛନ୍ତି, ସିଏ ହଉଛନ୍ତି କ'ଣ ନା ଆପଣଙ୍କର ଫାଦର ଅଫ ଯିଏ ହଉଛନ୍ତି ଏଜୁକେଶନାଲ ସାଇକୋଲୋଜିଷ୍ଟ ଫାଦର ବୋଲି ଆମେ କହୁଛନ୍ତି। ତାପରେ ଆସିଲା କ'ଣ, ଫାଦର ଅଫ ବିହେଭିୟରିଜିମ୍। ମନେ ରଖିଥାନ୍ତୁ, ଏଟା ବି ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଜନ୍ ରୁଟ୍ସ ୱାଷ୍ଟନ, ଯୋଉଟାକି ଆମେ ୱାଟସନ୍ ଆମେ ଯେ କହୁଛନ୍ତି, ୱାଟସନ୍ ସେ ହଉଛନ୍ତି ଫାଦର ଅଫ ବିହେଭିୟରିଜିମ୍। ସେ ହଉଛନ୍ତି ଆମେରିକାନ ସାଇକୋଲୋଜିଷ୍ଟ, ଏଟା ମନେ ରଖିଥାନ୍ତୁ। ଫାଦର ଅଫ ଫଙ୍କସନାଲିଜିମ୍, ଯାହାକୁ ଆମେ ଇମିଲ ଦୁର୍ଖିମ୍ ବୋଲି କହୁଛନ୍ତି, ସେ ହଉଛନ୍ତି ଫାଦର ଅଫ ଫଙ୍କସନାଲିଜିମ୍ କୁହାଯାଏ। ତାପରେ ହଉଛନ୍ତି ଫାଦର ଅଫ ଆଇଡାଲିଜିମ୍, ପ୍ଲାଟୋ, ଏଟା ଗ୍ରୀକ ର ସାଇକୋଲୋଜିଷ୍ଟ। ତାପରେ ହଉଛି ଫାଦର ଅଫ ରିଏଲିଜିମ୍, ଆରିଷ୍ଟୋଟଲ, ଗ୍ରୀକ ର ସାଇକୋଲୋଜିଷ୍ଟ। ତାପରେ ହଉଛି କ'ଣ ନା, ଫାଦର ଅଫ ଚାଇଲ୍ଡ ସାଇକୋଲୋଜି। ଚାଇଲ୍ଡ ସାଇକୋଲୋଜିର ଫାଦର କିଏ ନା, ଜିନ୍ ପିଆଗେଟ, ଯିଏ ହଉଛନ୍ତି ସୁଇସ୍ ସାଇକୋଲୋଜିଷ୍ଟ ବୋଲି ଆମେ କହୁଛନ୍ତି, ହେଲା, ଜିନ୍ ପିଆଗେଟ। ଏଟା ମନେ ରଖିଥିବେ। ଏଠାରୁ ଆପଣଙ୍କୁ କ୍ୱେଶ୍ଚନ ଆସିଥାଏ। ତାପରେ ଆସିଲା କ୍ଲାସିକାଲ କଣ୍ଡିସନିଂ ଥିଓରି, ଯୋଉ ଅଛି କ୍ଲାସିକାଲ କଣ୍ଡିସନିଂ ଥିଓରି। ତ କ୍ଲାସିକାଲ କଣ୍ଡିସନିଂ ଥିଓରି କିଏ ଦେଇଥିଲେ ନା, ଆଇଭାନ ପାଭଲୋଭ, ରଷିଆନ ସାଇକୋଲୋଜିଷ୍ଟ ବୋଲି କୁହାଯାଇଥାଏ। ଏଟା ଭଲ ଭାବରେ ମନେ ରଖିଥିବେ, ଯେ ରଷିଆନ ସାଇକୋଲୋଜିଷ୍ଟ ଆଇଭାନ ପାଭଲୋଭ, ଯିଏ କି ହଉଛନ୍ତି କ୍ଲାସିକାଲ କଣ୍ଡିସନିଂ ଥିଓରି ଦେଇଥିଲେ। ତାପରେ ହଉଛି ଅପରେଣ୍ଟ କଣ୍ଡିସନିଂ ଥିଓରି ବିଏଫ ସ୍କିନର ଦେଇଥିଲେ, ଏଟା ମନେ ରଖିଥିବେ। ସିଏ ବି ହଉଛନ୍ତି ଆମେରିକାନ ସାଇକୋଲୋଜିଷ୍ଟ, ଆଉ ଆଇଭାନଟା ହଉଛନ୍ତି ରଷିଆନ ସାଇକୋଲୋଜିଷ୍ଟ, ମନେ ରଖିଥିବେ। ତାପରେ ଇନସାଇଟଫୁଲ ଲର୍ଣ୍ଣିଂ ଥିଓରି କିଏ ଦେଇଥିଲେ ନା, କୋହଲର ଦେଇଥିଲେ, ସେ ହଉଛନ୍ତି ଆମେରିକାନ ସାଇକୋଲୋଜିଷ୍ଟ। ସୋସିଆଲ ଲର୍ଣ୍ଣିଂ ଥିଓରି କିଏ ଦେଇଥିଲେ ନା, ଆଲବର୍ଟ ବାନ୍ଦୁରା, ଏଟାକୁ ମନେ ରଖିଥିବେ। ଏ ବାବଦରେ ବି ଅଲରେଡି କ୍ଲାସ୍ ଦିଆଅଛି। ଡିସ୍କଭରି ଲର୍ଣ୍ଣିଂ ଥିଓରି ଯୋଉ ଜୁମ୍ ବ୍ରୁନର, ଆମେରିକାନ ସାଇକୋଲୋଜିଷ୍ଟ। ତାପରେ ହଉଛି ଡାଇଭ ଥିଓରି ଅଫ ଲର୍ଣ୍ଣିଂ, ଯିଏ ହଉଛନ୍ତି ଡାଇଭ ରିଡକ୍ସନ ଥିଓରି କିଏ ଦେଇଥିଲେ, କାର୍ଲ ହଲ୍, ଯିଏ କି ହଉଛନ୍ତି କ୍ଲାର୍କ ହଲ୍, ଯିଏ ହଉଛନ୍ତି ଆମେରିକାନ ସାଇକୋଲୋଜିଷ୍ଟ। ହଁ, ହାୟରକି ଅଫ ଲର୍ଣ୍ଣିଂ କିଏ ଦେଇଛନ୍ତି, ହାୟରକି ଅଫ ଲର୍ଣ୍ଣିଂ ରବର୍ଟ ଏମ୍ ଗେଙ୍ଗ, ଆଣ୍ଡ ଆମେରିକାନ ଏଜୁକେଶନାଲ ସାଇକୋଲୋଜିଷ୍ଟ ବୋଲି କୁହାଯାଇଥାଏ। ଏଟା ମନେ ରଖିଥିବେ, ଗେଙ୍ଗ ଯିଏକି ହାୟରକି ଅଫ ଲର୍ଣ୍ଣିଂ ଦେଇଛନ୍ତି। ତାପରେ ହାୟରକି ଅଫ ନିଡ୍ କିଏ ଦେଇଛନ୍ତି ନା, ଆବ୍ରାହମ ମାସାଲୋ, ଏଟା ଭଲ ଭାବରେ ଜାଣିଥିବେ, ଆମେରିକାନ ସାଇକୋଲୋଜିଷ୍ଟ, ସେ ହଉଛନ୍ତି ଆମେରିକାନ ସାଇକୋଲୋଜିଷ୍ଟ ଆବ୍ରାହମ ମାସାଲୋ, ଯିଏକି ହାୟରକି ଅଫ ନିଡ୍ ଦେଇଛନ୍ତି। ତାପରେ ହଉଛି ଲର୍ଣ୍ଣିଂ ଇଜ୍ ଟ୍ରାଇପୁଲାର ପ୍ରୋସେସ, କିଏ କହିଛନ୍ତି ଏ କଥା ବା ଲର୍ଣ୍ଣିଂ ବାଇ ଡୁଇଂ କିଏ କହିଛନ୍ତି, ଜନ୍ ଡୁଏ। ଏଟା ମନେ ରଖିଥିବେ, ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆସିଥାଏ। ତ ଆମେରିକାନ ସାଇକୋଲୋଜିଷ୍ଟ, ହେଲା, ଆଉ ସେ ହଉଛନ୍ତି ଫାଦର ଅଫ ପ୍ରୋଗ୍ରେସିଭ ଏଜୁକେସନ, ଏଟା ମନେ ରଖିଥିବେ। ହି ଅଲସୋ ନୋନ୍ ଆଜ ଦ ଫାଦର ଅଫ ପ୍ରୋଗ୍ରେସିଭ ଏଜୁକେସନ, ଏଟାରୁ ବି କ୍ୱେଶ୍ଚନ ଆସିଥାଏ। ତାପରେ ଆସିଲା କ'ଣ ନା, ଷ୍ଟେଜେସ୍ ଅଫ କଗ୍ନିଟିଭ ଡେଭଲପମେଣ୍ଟର ଷ୍ଟେଜେସଟା କିଏ ଦେଇଛନ୍ତି ନା, ପିଆଗେଟ ଦେଇଛନ୍ତି, ଏଟା ମନେ ରଖିଥାନ୍ତୁ। ଷ୍ଟେଜେସ୍ ଅଫ ମୋରାଲ ଡେଭଲପମେଣ୍ଟ ଥିଓରି କିଏ ଦେଇଛନ୍ତି ନା, ଲୋରେନ୍ସ କୋଲବର୍ଗ,
अमेरिकन साइकोलॉजिस्ट। सोशियो कल्चरल डेवलपमेंट थ्योरी वाइगर्स्की जी रशियन साइकोलॉजिस्ट। फादर ऑफ साइको एनालाइसिस जे कि सिगमंड फ्रॉइड ଦେଇଛନ୍ତି ସେ ହଉଛନ୍ତି ଅଷ୍ଟ୍ରିଆନ ନ୍ୟୁରୋଲୋଜିଷ୍ଟ ହେଲା। ତାପରେ ହଉଛି ଦ ଟର୍ମ ଫାଷ୍ଟ ଇଣ୍ଟେଲିଜେଣ୍ଟ କଏନ୍ଡ ବାय କିଏ ଫାଷ୍ଟ ଟର୍ମ ଇଣ୍ଟେଲିଜେଣ୍ଟ ର ଟର୍ମଟାକୁ କଏନ୍ଡ ଆଉଟ୍ କରିଥିଲେ ସେ ହଉଛନ୍ତି ୱିଲିୟମ ଷ୍ଟର୍ନ। ଏଟା ମନେ ରଖିଥିବେ ୱିଲିୟମ ଷ୍ଟର୍ନ ସେ ହଉଛନ୍ତି ଜର୍ମାନ ସାଇକୋଲଜିଷ୍ଟ। ତାପରେ ଦ ଟର୍ମ ଫାଷ୍ଟ ଇଣ୍ଟେଲିଜେଣ୍ଟ ଟେଷ୍ଟ ୱାଜ କଣ୍ଡକ୍ଟେଡ ଫାଷ୍ଟ ଇଣ୍ଟେଲିଜେଣ୍ଟ ଟେଷ୍ଟ କିଏ କଣ୍ଡକ୍ଟ କରିଥିଲେ ବିନେଟ ଆଉ ସାଇମନ ଏଟା ମନେ ରଖିଥିବେ। ତାପରେ ହଉଛି ଆପଣଙ୍କର ଦ ଫର୍ମୁଲା ଟୁ ଡିରାଇଭ୍ ଇଣ୍ଟେଲିଜେନ୍ସ କିଏ ଦେଇଥିଲେ ନା ଲୁଇସ୍ ଟର୍ମେନ୍ ମନେ ରଖନ୍ତୁ ଫର୍ମୁଲା ଡିରାଇଭ୍ ଇଣ୍ଟେଲିଜେନ୍ସ କିଏ ଦେଇଥିଲେ ନା ଲୁଇସ୍ ଟର୍ମେନ୍ MA/CA × 100 ଏଟା ମନେ ରଖିଥିବେ। ତାପରେ ଦ କନସେପ୍ଟ MA ଟା କିଏ ଦେଇଥିଲେ ମେଣ୍ଟାଲ ଏଜ୍ ଟା ସେ ହଉଛି ଆଲବର୍ଟ ବିନେଟ ମନେ ରଖିଥିବେ ଫ୍ରେଞ୍ଚ ସାଇକୋଲଜିଷ୍ଟ। ତାପରେ ୟୁନିଫ୍ୟାକ୍ଟର ଥିଓରି କିଏ ଦେଇଛନ୍ତି ଅଲରେଡି ଆପଣଙ୍କର ଯୋଉ ପ୍ଲେଲିଷ୍ଟରେ ଅଲରେଡି କ୍ଲାସ ଦିଆହେଇଛି ଆପଣ ଦେଖିପାରିବେ ଆଲବର୍ଟ ବିନେଟ ଦେଇଥିଲେ। ତାପରେ ଟୁ ଫ୍ୟାକ୍ଟର ଥିଓରି କିଏ ଦେଇଥିଲେ ସ୍ପିୟରମ୍ୟାନ ଦେଇଥିଲେ ଯେ କି ବ୍ରିଟିଶ ସାଇକୋଲଜିଷ୍ଟ। ହାୟାରାର୍କିକ ଥିଓରି ଗିଭେନ ବାय କିଏ ଦେଇଥିଲେ ଷ୍ଟର୍ନବର୍ଗ ଯେ ହଉଛି ଆମେରିକାନ ସାଇକୋଲଜିଷ୍ଟ। ଗ୍ରୁପ ଫ୍ୟାକ୍ଟର ଥିଓରି କିଏ ଦେଇଥିଲେ ଥର୍ଷ୍ଟନ ସିଏ ବି ଆମେରିକାନ ସାଇକୋଲଜିଷ୍ଟ। ମଲ୍ଟି ଫ୍ୟାକ୍ଟର ଥିଓରି କିଏ ଦେଇଥିଲେ ନା ଥର୍ଣ୍ଡାଇକ ଏଡୱାର୍ଡ ଲି ଥର୍ଣ୍ଡାଇକ ଦେଇଥିଲେ ଏଟାକୁ ମନେ ରଖିଥିବେ ଏଇ ସବୁ କ୍ୱେଶ୍ଚନ ବି ଆସିଥାଏ। ତାପରେ ହଉଛି ଆପଣଙ୍କର ମଲ୍ଟିପୁଲ ଇଣ୍ଟେଲିଜେନ୍ସ ଥିଓରି କିଏ ଦେଇଥିଲେ ହାୱାର୍ଡ ଗାର୍ଡନର ଯିଏ ହଉଛନ୍ତି ଆମେରିକାନ ସାଇକୋଲଜିଷ୍ଟ। ହଁ 3D ମଡେଲ ଅଫ ଇଣ୍ଟେଲିଜେନ୍ସ କିଏ ଦେଇଛନ୍ତି ଜେଫି ଗୁଲଫୋର୍ଡ ଆପଣଙ୍କର ଆମେରିକାନ ସାଇକୋଲଜିଷ୍ଟ ମନେ ରଖିଥିବେ ଏଇ ଅଲରେଡି କ୍ଲାସ ଦିଆହେଇଛି ପ୍ଲେଲିଷ୍ଟରେ ଦେଖିନେବେ। ଫ୍ରେମ୍ସ ଅଫ ମାଇଣ୍ଡ କିଏ କହିଥିଲେ ଫ୍ରେମ୍ସ ଅଫ ମାଇଣ୍ଡ ମାଇଣ୍ଡରେ ଗୋଟେ ଫ୍ରେମ୍ ଅଛି ଏଟା କିଏ କହିଥିଲେ ନା ହାୱାର୍ଡ ଗାର୍ଡନର କହିଥିଲେ ଏଟା ମନେ ରଖିଥିବେ। ତାପରେ ଆଉ ଗୋଟେ କନସେପ୍ଟ ଆସେ ଆପଣଙ୍କର ହଉଛି ଏଲଏଡି ଲାଙ୍ଗୁଏଜ ଏକ୍ୱିଜିସନ ଡିଭାଇସ ମାଇଣ୍ଡରେ ଲେଫ୍ଟ ହେମିସ୍ଫିୟର ଥାଏ ତାକୁ କିଏ କହିଛନ୍ତି ନର୍ମସ ଚମ୍ସ୍କି ଏଟା ମନେ ରଖିଥିବେ ଏଠି ମୁଁ ଲେଖି ନାହିଁ ଏଟା ମୁଁ ଆପଣଙ୍କୁ କହିଦେଲି ନର୍ମସ ଚମ୍ସ୍କି କହିଥିଲେ ହେଲା। ତାପରେ ଆସିଲା କଣ୍ଡିସନ ଅଫ ଲର୍ଣ୍ଣିଂ କିଏ ଦେଇଛନ୍ତି ନା ଗ୍ୟାଙ୍ଗ ଦେଇଛନ୍ତି। ଆଡୋଲସେନ୍ସ ପିରିୟଡ ଇଜ ଆଇଡେଣ୍ଟିଟି ଏଣ୍ଡ କ୍ରାଇସିସ୍ ଏଟା ବାରମ୍ବାର ଏଇ କ୍ୱେଶ୍ଚନ ଆସିଥାଏ ଓଏସଟିରେ ମନେ ରଖିଥିବ ଆଡୋଲେସେନ୍ସ ପିରିୟଡ ଇଜ ଆଇଡେଣ୍ଟିଟି କ୍ରାଇସିସ୍ ବୋଲି କିଏ କହିଛନ୍ତି ନା ଏରିକସନ କହିଛନ୍ତି ଏଟା ମନେ ରଖିଥିବେ। ତାପରେ ଆଡୋଲସେନ୍ସ ପିରିୟଡ ଇଜ ଷ୍ଟ୍ରେସ୍ ଏଣ୍ଡ ଷ୍ଟ୍ରେନ୍ ଏଟା ବି ଇମ୍ପୋର୍ଟାଣ୍ଟ ଏଟା ବି ବାରମ୍ବାର କ୍ୱେଶ୍ଚନ ଆସିଥାଏ। ହଁ ତ ଏଟା କିଏ କହିଛନ୍ତି ନା ଷ୍ଟେନଲି ହଲ୍ କହିଛନ୍ତି ହେଲା ମନେ ରଖିଥିବେ। फाउंडर ऑफ कन्स्ट्रक्टिविज्म किए ना जीन पियागेट एटा मन रखिथिबे। गेस्टाल्ट थ्योरी ର ଜନକ ମାନେ ଗେଷ୍ଟାଲ୍ଟ ଥ୍योरी କିଏ ଦେଇଛନ୍ତି ନା ୱିଦମିୟର ହଉଛନ୍ତି ତାଙ୍କ ଫାଦର ଆଉ ତାଙ୍କ ସହଯୋଗୀ କୋଫକା କୋଟ ଆଣ୍ଡ କୋହଲର ମନେ ରଖିଥିବେ ଏଟା ବହୁତ ଇମ୍ପୋର୍ଟାଣ୍ଟ। ପ୍ରୋଜେକ୍ଟ ମେଥଡ କିଏ ଦେଇଛନ୍ତି ୱିଲିୟମ କିଲପାଟ୍ରିକ୍ସ ଦେଇଛନ୍ତି। ଫିଲ୍ଡ ଥ୍योरी କିଏ ଦେଇଛନ୍ତି ଫିଲ୍ଡ ଥ୍योरी କୋଟ ଲୁଇନ ବା ଆମେରିକାନ ସାଇକୋଲଜିଷ୍ଟ କୁହାଯାଏ। प्लेवे मेथड किए ଦେଇଛନ୍ତି हेनरी କାଲ୍ଡୱେଲ କୁକ୍ और पॉपुलाइज फेडरिक फ्रोबेल ମନେ ରଖିଥିବେ ଫେଡରିକ ଫ୍ରୋବେଲ ଆଉ ହଉଛି ହେନରୀ କାର୍ଡୱେଲ କୁକ୍ ଏଟା ଦେଇଛନ୍ତି ପ୍ଲେୱେ ମେଥଡ ଦେଇଛନ୍ତି ଏଟା ମନେ ରଖିଥିବେ ବହୁତ ଇମ୍ପୋର୍ଟାଣ୍ଟ। ତାପରେ ହଉଛି କିଣ୍ଡର ଗାର୍ଡେନ ମେଥଡ ଯୋଉ ଆମ KG2 KG1 ଏଟା ଆପଣ ପ୍ଲେ ସ୍କୁଲରେ ଯୋଉ ପଢାଯାଏ କିଣ୍ଡର ଗାର୍ଡେନ ମେଥଡ କିଏ ଦେଇଛନ୍ତି ଫେଡରିକ ଫ୍ରୋବେଲ ଦେଇଛନ୍ତି ଏଟା ମନେ ରଖିଥିବେ। क्वेश्चन आंसर मेथड किए ଦେଇଛନ୍ତି ସକ୍ରେଟିସ୍। ଲେକ୍ଚର ମେଥଡ କିଏ ଦେଇଛନ୍ତି ଆରିଷ୍ଟୋଟଲ ମନେ ରଖିଥିବେ। डिस्कवरी मेथड किए ଦେଇଛନ୍ତି ଜୁରୁମ ବ୍ରୁନର ମନେ ରଖିଥିବେ ଏଟା। ହ୍ୟୁରିଷ୍ଟିକ ମେଥଡ କିଏ ଦେଇଛନ୍ତି ହେନରୀ ଏଡୱାର୍ଡ ଆର୍ମଷ୍ଟ୍ରଙ୍ଗ ବ୍ରିଟିଶ କେମିଷ୍ଟ। डिडक्टिव एंड इंडक्टिव मेथड किए ଦେଇଛନ୍ତି ଆରିଷ୍ଟୋଟଲ ମନେ ରଖିଥିବେ। ମଣ୍ଟେସୋରୀ ମେଥଡ ଯୋଉଟା ଦେଇଛନ୍ତି କିଏ ନା ମାରିଆ ମଣ୍ଟେସୋରୀ ଇଟାଲିଆନ ସାଇକୋଲଜିଷ୍ଟ ମନେ ରଖିଥିବେ। ଭେରମ ଫ୍ୟାକ୍ଟମ ପ୍ରିନ୍ସିପଲ ଯୋଉଟା କି ଦେଇଛନ୍ତି ଜିଆମୋ ଭାଟିଷ୍ଟା ଭିକୋ ସିଏ ହଉଛନ୍ତି ଇଟାଲିଆନ ସାଇକୋଲଜିଷ୍ଟ ମନେ ରଖିଥିବେ। ହ୍ୟୁମାନିଷ୍ଟିକ ଆପ୍ରୋଚ ବା ପର୍ସନାଲିଟି ଥିଓରି ଯୋଉଟା କି ଆପଣଙ୍କର ଏଇଟା ବହୁତ ଇମ୍ପୋର୍ଟାଣ୍ଟ କିଏ ଦେଇଛନ୍ତି କାର୍ଲ ରୋଜର ତାଙ୍କ ସହିତ ଆବ୍ରାହମ ମାସାଲୋ ବି ଦେଇଛନ୍ତି ହେଲା। ହ୍ୟୁମାନିଷ୍ଟିକ ଆପ୍ରୋଚ ଆଉ ପର୍ସନାଲିଟି ଥିଓରି। ଫିଲ୍ଡ ଟ୍ରିପ୍ ମେଥଡ କିଏ ଦେଇଛନ୍ତି ନା କ୍ରାପେଲ ଆଣ୍ଡ ଡୁଭାଲ ଦେଇଛନ୍ତି ଏଟା ମନେ ରଖିଥିବେ ଏ ବହୁତ ହି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡିକ ଆପଣଙ୍କର ଓଏସଟି ରେ ଯେକୌଣସି ଏକ୍ସାମ ରେ ଏଟା ରିଫ୍ଲେକ୍ଟ ହୋଇଥାଏ ତ ଏଗୁଡା ସବୁ ମନେ ରଖିକି ଯିବେ। ଆଶା କରୁଛି କନସେପ୍ଟ କୁ ବୁଝିପାରିଥିବେ। ଆଜି ପାଇଁ ଏତିକି ଧନ୍ୟବାଦ ସମସ୍ତଙ୍କୁ।